ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ଚତୁର୍ଥ ସେମିଷ୍ଟାର କୋର୍ 10 ର ୟୁନିଟ୍ 1, ଯୋଉଥିରେ ଆମେ ଆଲୋଚନା କରୁଛେ ଯେ ଆଜିର ମଣିଷ ଉପରେ ଏବଂ ତାର ପାର୍ଟ 4 ଉପରେ ଆଲୋଚନା କରିବା। ଅଲରେଡି ମୁଁ 3ଟି ପାର୍ଟ କମ୍ପ୍ଲିଟ୍ କରିଦେଇଛି। ଯୋଉମାନେ ଦେଖିନ, ଡିସ୍କ୍ରିପ୍ସନରେ ଲିଙ୍କ ଅଛି, ତୁମେ ସେଇ ଜିନିଷ ଗୁଡାକ ଯାଇକି ଦେଖିପାରିବ। 3ଟା ପାର୍ଟ ଦେଖିଲେ ଯାଇ ତୁମେ ପାର୍ଟ ନମ୍ବର 4 ବୁଝି ପାରିବ। ତ ପାର୍ଟ 4 ଆମେ ଆଲୋଚନା କରିବା କଲିକତାରେ ଉଷା ପ୍ରସଙ୍ଗ। କଲିକତାରେ ଦିବାକର ପଡିଥିଲା ଏହା ପୂର୍ବରୁ, ତାପରେ ଦେଖିବା ଆମେ କଲିକତାରେ ଉଷା। ଦିନେ ଦିବାକର ନାଇଟ୍ କ୍ଲବରୁ ଘରକୁ ଫେରି ପୋଷାକ କାଢି ଶୋଇବାକୁ ଗଲା ବେଳେ ଅଇଁଠା ନରମ ଗଳାରେ କହିଛି, ବାବୁ ସାହେବ, କଲିକତାରେ ଆଉ ରହି ହେବନି ଆଜ୍ଞା, ଚାଲନ୍ତୁ ଏଠୁ ପଳେଇବା। ଏହାର କାରଣ ସମ୍ପର୍କରେ ଦିବାକର ପଚାରିବାରୁ ସେ କହିଛି, କଲିକତାରେ ରହିବା 20 ବର୍ଷ, 20 ମାନେ 40 ବର୍ଷ ହୋଇଗଲାଣି, ଅଥଚ ଆଜି ଯାହା ଦେଖିଲେ ସେଥିରୁ ଏଠାରେ ରହିବାକୁ ମନ ଛାଡି ଯାଉଛି। ଆଜି ଉପର ବେଳା ଚାହା ଚିନି ଧରି କଣ୍ଟ୍ରୋଲରୁ ଫେରୁଥିବା ବେଳେ ପଛରୁ ଜଣେ ଗୁର୍ଖା ଦରୱାନ ତାଙ୍କୁ ଡାକି ଜବରଦସ୍ତ ଏକ 3 ତାଲା କୋଠା ଉପରକୁ ନେଇ ଯାଇଥିଲା। ଉକ୍ତ ଦରୱାନଙ୍କ ଅଣ୍ଟାରେ ଛୁରୀ, କାନ୍ଧରେ ବନ୍ଧୁକ ଥିବାରୁ ଭୟରେ ତାଙ୍କ ସହ ଯାଇଥିଲି। ସେ ଗଳି ଦେଇ ସେ ଅନେକ ଥର ଯାଇଛନ୍ତି, ହେଲେ କୌଣସି ଘରେ ପଶି ନଥିଲି, କାରଣ ଉକ୍ତ ଗଳିଟା ଚୋର, ଡକାୟତ ଓ ମଣିଷ ମାରୁଙ୍କ ଆଡ୍ଡା ଥିଲା। କୋଠା ଉପର ଭଲ ଖାନା ରହିଛି ବୋଲି ଉକ୍ତ ଦରୱାନ ମୋତେ କହିଲା। ଭୟରେ ପାହାଚ ଚଢୁ ଚଢୁ ଦେଖିଲି ପ୍ରତି ମହଲାରେ 20-24 ବଖରା କୋଠରୀ ଅଛି ଏବଂ ପ୍ରତି କୋଠରୀରେ ଖାଲି ଝିଅରେ ଭର୍ତ୍ତି। କେଉଁଠି ସିଗାରେଟ ଧୂଆଁ ଉଡୁଛି ତ କେଉଁଠି ନାଚ ଗୀତ ଛୁଟୁଛି। ତେବେ ଯେଉଁ ଘରେ ମୁଁ ଯାଇ ପହଞ୍ଚିଲି, ସତେ ଯେପରି ତାହା ଥିଲା କାଚରେ ତିଆରି ଏକ ଇନ୍ଦ୍ରପୁରୀ। ଚାରିଆଡ ମହକରେ ଚହଟୁଥାଏ। ପୁଣି ସେଠାରେ ଯାହାକୁ ଦେଖିଲି ତାର ରୂପ 3 ପୁରକୁ ମୋହି ନେବ। ଆଖି ଯୋଡ଼ାକ ମୋର ଖୁସି ହୋଇଗଲା। କଲିକତା ସହରରେ ଏଭଳି ଝିଅ ଆଗରୁ ଦେଖିନଥିଲି। ଆଖି, ନାକ, କପାଳ, ଓଠ, ହାତ ଗୋଳରୁ ଅପୂର୍ବ ଲାବଣ୍ୟ ଝରୁଥିଲା। ଝିଅଟି ଗୋଟାଏ ଗଦି ଚୌକିରେ ଝୁଲି ଝୁଲି ବହି ପଡୁଥିଲା। ମୋତେ ଦେଖିକରି ଦୌଡ଼ି ଆସିଲା ଏବଂ ମୋର ପାଦ ଯୋଡ଼ାକୁ ଧରି ମୁକୁଳା କେଶକୁ ତାହା ଉପରେ ଓଜାଡ଼ି ଦେଲା। ମୋର ତୁଣ୍ଡ ଲେଉଟିଲାଣି। ଏ କଥା କଣ ଭାବି ଭାବି ମୁଣ୍ଡ ଘୁରାଇଲା। ସେ ମୋ ହାତ ଧରି ନେଇ ଘର ଭିତରେ ଏକ ଗଦି ଚୌକିରେ ବସେଇଲା। ଲୁହ ପୋଛି ସାରି କହିଲା, ମୋତେ ଚିହ୍ନି ପାରୁଛନ୍ତି ଅଜା? ଓଡ଼ିଶାରେ ଅଜା ଡାକ ଶୁଣି ମୁଁ ଚିନ୍ତିତ ହେଉଥିଲି। ସେ ଲୁହ ଆଖିରେ ମୁରୁକି ହସି ଦେଇ କହିଲା, ମୁଁ ପରା ତୁମ ଉଷା। ମୋର ସବୁ କିଛି ମନେ ପଡ଼ିଗଲା। ଉଷା ହେଉଛି ଆମ ପଡ଼ିଶା ଘର ବିକଳା। ମାନେ ଏଇ ଜାଗାରେ ଯେଉଁ ଦେଇଛି ପିଲାମାନେ, ଓଡ଼ିଶାରେ କହିଦେଲି, ଓଡ଼ିଆରେ ସେ ଯେଉଁ ଅଜା ଡାକିଲା ଚମକି ପଡ଼ିଲେ, କାହିଁକି ନା କଲିକତାରେ ତ ପ୍ରାୟ ବେଙ୍ଗଳୀ, ଓଡ଼ିଆ ସହିତ ବ୍ୟବହାର ହୁଏନି। ତ ସେଇ ଜିନିଷକୁ ସେ ଶୁଣିକି ଚିନ୍ତିତ ହୋଇ ହେଉଥିଲା। ସେ ଲୁହ ଆଖିରୁ ମୁରୁକି ହସି ଦେଇ କହିଲା, ମୁଁ ପରା ତୁମ ଉଷା। ସେ ଯେଉଁ ବାରିକାଣୀର ଝିଅ ପିଲାମାନେ, ମୋର ସବୁ କିଛି ମନେ ପଡ଼ିଲା। ଉଷା ହେଉଛି ଆମ ପଡ଼ିଶା ଘରର ବିକଳା ବାରିକର ଝିଅ, ଯାହାର ଜନ୍ମଠାରୁ ନେଇ ବାହାଘର ଯାଏ ମୁଁ ସବୁ ଦେଖିଛି। ଉଷା ଯାହାର ହାତ ଧରି ତା ଘର ଗାଁରୁ 1.5 କୋଶ ଦୂର ନରିଲୋରେ, ବର ତାର ଏଇ କଲିକତା, ହାଓଡ଼ା କି ଢାକାରେ କେଉଁଠି ଚାକିରି କରେ। ବାହା ହେଇସାରି ଥରେ କି 2 ଥର ଗାଁକୁ ଗଲା, ତାପରେ ଆସିଲାନି। ଉଷାର ବାପା ବିକଳା। ଉଷାର ବରକୁ କଲିକତାରେ ଖୋଜିବାକୁ କେତେଥର ଆସି ମୋ ପାଖରେ ରହିଥିଲେ। ଉଷାର ବରକୁ ମଧ୍ୟ ଖୋଜିବା ଲାଗି ମୁଁ କଲିକତା ସହରର ଅନେକ ଗଲିକନ୍ଦି ବୁଲିଛି, ହେଲେ ତାର ବର ଏଠାରେ ଜଣେ ତିର୍ଲାକୁ ଆଦାରେ ରହିଥିବାର ଶୁଣାଗଲା। ବିକଳା ବାରିକ ବାଧ୍ୟ ହୋଇ ଉଷାର ଦ୍ୱିତୀୟ ବାହାଘର କରିବାକୁ ବାହାରିଥିଲା, ହେଲେ ଉଷାର ସାହସ କିଛି କମ୍ ନୁହେଁ। ସେ ଶ୍ୱଶୁର ଗାଁର ପହଲା ସାଥିରେ କଲିକତା ପଳାଇ ଆସିଲା ତା ବରକୁ ଖୋଜିବାକୁ। ଉଷା ପୁଣି କଲିକତା ଆସିଥିଲା। ଯେତେବେଳେ ଦିବାକର ପଚାରିଛନ୍ତି, ଉଷା କିଏ? ସତରେ ସେ କଣ ତୁମ ଗାଁ ଝିଅ? ଜବାବରେ ଅଇଁଠା କହିଥିଲା, ହଁ ବାବୁ ସାହେବ, ଆପଣ ତାଙ୍କୁ ଦେଖିଛନ୍ତି, ନହେଲେ ମୋତେ କାହିଁକି ଡାକି ନେଇଥାନ୍ତା? ଆପଣଙ୍କ ବାହାଘରେ ସେହି ବାରିକାଣୀର ଝିଅ ଉଷା ପରା କଉଡ଼ି ଖେଳାଇଥିଲା। ସେଇ ଉଷା କଥା ଆପଣ ଜାଣିନାହାନ୍ତି? ଆପଣଙ୍କ ବାହାଘରରେ ସେ ବାରିକାଣୀର ଝିଅ ଯେଉଁ ଉଷା, ଯିଏ କଉଡ଼ି ଖେଳାଇଥିଲା। ଅଇଁଠାର ଏତିକି କଥାରେ ଦିବାକର ଚମକି ଉଠି ସେଜ ଉପରେ ସିଧା ବସିଗଲେ। ତାଙ୍କର ସ୍ମୃତି ପଟଳରେ ବାହାଘର ବେଳର କଥା ଜୀବନ୍ତ ହୋଇ ଉଠିଲା। ଅଇଁଠା ଆହୁରି ମନେ ପକାଇ ଦେଇ କହିଥିଲା, ଆପଣ ଅଜାଣତରେ ସେଦିନ ଗୋରା ସର୍ଜେଣ୍ଟଙ୍କ ସହିତ ତା ଘରକୁ ଯାଇଥିଲେ, ହେଲେ ଗୁର୍ଖା ଦରୱାନ ସେଦିନ ବାଟନ ଛାଡ଼ି ବନ୍ଧୁକ ଉଠାଇ ଲାଛି ଦେବ ବୋଲି କହିଥିଲା। ଆପଣ ଏହାପରେ ଫେରି ଆସିଥିଲେ। ଏବେ କଲିକତା ଛାଡ଼ି ଘରକୁ ପଳାଇବାକୁ ଉଷା ମୋ ହାତରେ କହି ପଠେଇଛି। ଯେ ସେ ଜାଗାରେ ଉଷାର କଥା, ଯେଉଁ ଜାଗାରେ ଉଷାକୁ ସେ ଦେଖିଛନ୍ତି, ସେ ଜାଗାରେ ସେ ତାପରେ ସେ ଯେଉଁ ଅଇଁଠା ଗାଁର ସେ ଝିଅ ହେଉଛି ଉଷା, ଯାହାକୁ ଦିବାକର ମଧ୍ୟ ଚିହ୍ନିଛନ୍ତି ଏବଂ ତାଙ୍କର ମନେ ପଡୁନଥାଏ ଉଷା କହିଲେ।
କିନ୍ତୁ ସେ ଯେତେବେଳେ କଉଡ଼ି ଖେଳ କଥା ମନେ ପକେଇଛନ୍ତି ତାଙ୍କର ମନେ ପଡ଼ିଯାଇଛି ଦିବାକରଙ୍କର ସେଇ ଉଫା କଥା ଏବଂ ସେ ଏଇ ଜାଗାରେ କହିଛନ୍ତି କି ଯେ ମାନେ ଏଇଠୁ ପଳେଇବା କଲିକତାରେ ଆଉ ରହିବାନି ପଳେଇବା ଏ ଜାଗାରେ ଉଫାକୁ ଧରିକି ବୋଲିକି ଏ ଜାଗାରେ ଅଇଁଠା କହିଛନ୍ତି ଦିବାକରକୁ ଦିବାକର ପଚାରିବାରୁ କାହିଁକି ବୋଲିକି ସେ କହିଛନ୍ତି ଯେ ଉଫାକୁ ସେ କେମିତି ଦେଖିଲେ ବୋଲିକି ଏଇଟା ହିଁ ହେଉଛି କଲିକତାରେ ଉଫାକୁ ସେ ଠାବ କରିଛନ୍ତି ଦିବାକର। ତାପରେ ଦେଖିବା ଆମେ ଉଫାଙ୍କ ସହିତ ଦିବାକରର ସମ୍ପର୍କ। ନବମ ଖଣ୍ଡରେ ଅଇଁଠା ଠାରୁ ସମସ୍ତ ବିଷୟ ଶୁଣିଲା ପରେ ଦିବାକର କହିଛନ୍ତି ସେଇ ଘର ତାହେଲେ ଉଫାର। ଦିବାକରଙ୍କ ମାନସ ପଟରେ ଉଫା ବିଷୟଟି ଖେଳି ବୁଲୁଥିଲା। ତାଙ୍କର ମନେ ପଡ଼ିଛି ବାହାଘର ବେଳର ସେଇ ବିଜୁଳି ପରି ଚଞ୍ଚଳ ଝିଅଟି କଥା। ଧରିବାକୁ ଗଲାବେଳେ ସେ ହାତରୁ ଖସି ପଳେଇଥିଲା। ପୁଣି ଯାହାର ଦୁଷ୍ଟ ଚାହାଣୀ ଆଜି ବି ତାଙ୍କର ପାପର ବା ମନରୁ ସେ ଜିନିଷକୁ ସେ ଭୁଲି ପାରିନାହାନ୍ତି ସେଇ ଝିଅ ଏବେ କଲିକତାରେ। ଦିବାକରଙ୍କର ମନେ ପଡ଼ୁଛି ସେଦିନ ସେ ସୈନ୍ୟ ଛାଉଣୀର ଯୁବ କପ୍ତାନଙ୍କ ଅନୁରୋଧରେ ତାଙ୍କୁ ନେଇ କଲିକତାର ସେ ବିଖ୍ୟାତ ରୂପ ବଜାର ଗଲିକୁ ଯାଇଥିଲେ। ଉକ୍ତ ଯୁବ କପ୍ତାନଙ୍କ ସହିତ ଦିବାକରଙ୍କର ବନ୍ଧୁତା ବେଶ ଜମିଥିଲା। ହେଲେ ଉଫାର ଘର ଦୁଆର ମୁହଁରେ ସେଦିନ ରାତିରେ ଗୋର୍ଖା ଦରୱାନ ସଙ୍ଗେ ଝଗଡ଼ା ହୋଇଥିଲା। ସେଦିନ ଲଜ୍ଜାର ଅପମାନରେ ମୁହଁ ପୋତି ସେଠାରୁ ସେମାନଙ୍କୁ ଲେଉଟି ଆସିବାକୁ ପଡ଼ିଥିଲା। ଏବେ ସେଇ ତିକ୍ତ ଅନୁଭୂତି ଅଇଁଠାର କଥାରେ ପୁଣି ଜୀବନ୍ତ ହୋଇ ଉଠିଲା। ଝଗଡ଼ା ବେଳେ ଉଫା କିନ୍ତୁ ଦିବାକରଙ୍କୁ ସେଇ ସମୟରେ ଚିହ୍ନି ପାରିଥିଲା। ଦିବାକରଙ୍କୁ ରୂପ ବଜାରରେ ଦେଖି ଉଫା ବିସ୍ମିତ ହୋଇଥିଲା। ତେଣୁ ଅଇଁଠାକୁ ଡକାଇ ଦିବାକରଙ୍କୁ କଲିକତାରୁ ପଳେଇବାକୁ ଖବର ପଠେଇଛି। ଦିବାକର ବିଚାର କରୁଛନ୍ତି ଯଦି ଉଫା ସେଦିନ ତାଙ୍କୁ ଚିହ୍ନି ପାରିଲା ତେବେ ଅପମାନ ଦେଲା କାହିଁକି? ପୁଣି ନିଜେ ଗୋଟେ ଭୟଙ୍କର ଘୂର୍ଣ୍ଣ ଜୀବନକୁ ଆଦରି ନେଇ ତାଙ୍କୁ କ'ଣ ପାଇଁ ମଫସଲର ଶାନ୍ତ ପରିବେଶକୁ ଫେରିଯିବାକୁ ପରାମର୍ଶ ଦେଲା। ତେଣୁ ଉଫା ବିଷୟରେ ଜାଣିବା ଲାଗି ଦିବାକରଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସୁକତା। ଯେ ଜାଗାରେ ଉଫାର ଚରିତ୍ର କଥା ଆମେ ଆଲୋଚନା କରୁଥିବା ରୂପ ବଜାର, ଯାହାକୁ ଆମେ କହିଥାଉ ଯେ କଲିକତାର ଦେହଜୀବୀ ମାନଙ୍କ ବଜାର ବୋଲିକି, ସେ ଜାଗାରେ ରହିଛି ଉଫା ବୋଲି କହିବା। ଏବଂ ଏ ଜାଗାରେ ଉଫା ସେଦିନ ତାଙ୍କୁ ଯଦି ଚିହ୍ନି ମାନେ ସେଦିନ ଉଫା ଅପମାନ ଦେଇଥିଲା ଦିବାକରଙ୍କୁ ଏବଂ ପୁଣି ନିଜେ ଗୋଟେ ଭୟଙ୍କର ଘୂର୍ଣ୍ଣ ଜୀବନକୁ ଆଦରି ନେଇକି କ'ଣ ପାଇଁ ଦିବାକରଙ୍କୁ ଫେରିଯିବାକୁ ଉପଦେଶ ଦେଇଛି ସେ ଜିନିଷ ଆମେ ଦେଖିଲା। ଏଥର ଦିବାକର ଯାଇଛନ୍ତି ଉଫାର ଘରକୁ। ପାହାଚର ଉପରକୁ ଉଠିଲା ବେଳେ ତାନପୁରାର ଶବ୍ଦ କ୍ରମଶଃ ତୀବ୍ର ହୋଇ ଉଠୁଥାଏ। ଅଇଁଠାର ଦର୍ଶାଇ ଯାଇଥିବା କାଚଘର ପାଖରେ ସେ ପହଞ୍ଚିଛନ୍ତି। ଦୁଆରରେ ଗୋଡ଼ ଦେବା କ୍ଷଣି ସେଦିନ ରୁକ୍ଷ ବ୍ୟବହାର କରୁଥିବା ଗୋର୍ଖା ଦରୱାନ ବାହାଦୁର ସିଂ ଭିତରକୁ ପାଛୋଡ଼ି ନେଇଛି। ଭିତରେ ନୟନଗଡ଼ର ବିକଳା ବାରିକର ଝିଅ ଉଫା ମଫସଲି ମଫିଆ ଖୋଳପାକୁ ସେ ଫିଙ୍ଗି ଦେଇଛି। ନୂଆ ବେଶଭୂଷା ରୂପ ପରିପାଟିରେ ସଜେଇ ହୋଇଛି। ଓଡ଼ିଆ ଅକ୍ଷର ସଙ୍ଗେ ଯାହାର ଭଲିକି ପରିଚୟ ନଥିଲା ଏବେ ସେ ଅନର୍ଗଳ ବଙ୍ଗଳା ଓ ହିନ୍ଦୀ କହୁଛି। ଉଫା ଥିଲା ମୋର ଏକ ଶୁଭ ମୁହୂର୍ତ୍ତର ପରିଚୟ, ମୋ ବିବାହର ଅଭୁଲା ସାକ୍ଷୀ ବୋଲିକି ଯାହାର ମନେ ପକେଇଛନ୍ତି ଦିବାକର। ଦୁଇ ହାତ ଯୋଡ଼ି ଦିବାକରଙ୍କୁ ଅଭିବାଦନ କରିଛି ଉଫା। ମନ୍ତ୍ରମୁଗ୍ଧ ଭଳି ଧୀରେ ଧୀରେ ଯାଇ ଉଫା ଆଗରେ ବସିଛନ୍ତି। ଆଖିର ପଲକ ପଡ଼ୁନଥାଏ। ସମ୍ମୁଖରେ ଉଦ୍ଦାମ ଉଛୁଲା ଯୌବନ ଧରି ବସିଥାଏ ଉଫା। ନୀରବତା ଭଙ୍ଗ କରି ଦିବାକର କହିଛନ୍ତି ସେଦିନ ଏଠାକୁ ଆସି ଭୁଲ କରିଛି ଉଫା, କେବେ ହେଲେ ସ୍ୱପ୍ନରେ ଭାବି ନାହିଁ। ଜବାବରେ ଉଫା କହିଛନ୍ତି ମୁଁ ଏଠାରେ ଥିବି ବୋଲି ନୁହେଁ, କିନ୍ତୁ ଆଜି ପୁଣି ଆସି ଭୁଲ କରିନାହାନ୍ତି। କ୍ଷମା କରିଦେବାକୁ ଦିବାକର କହିବାରୁ ଆଉ ବେଶୀ ଭଦ୍ରତା ନ ଦେଖାଇବାକୁ କହି ଉଫା ଦର୍ଶାଇଥିଲେ ଗାଁକୁ ଫେରିଯିବା ପାଇଁ ମୁଁ ଜେଜେଙ୍କ ହାତରେ ଖବର ପଠାଇଥିଲି। ମୁଁ ଜେଜେଙ୍କ ହାତରେ ଖବର ଦେଇଥିଲି ଯେ ଗାଁକୁ ଫେରିଯିବା ପାଇଁ, କିନ୍ତୁ ମୋ ପାଖକୁ ଆସିବାକୁ ମୁଁ ଆପଣଙ୍କୁ ଖବର ଦେଇନଥିଲି। ଦିବାକର ଅନୁଭବ କରିଛି ଉଫା କହିଲା ବେଳେ କୁଟିଳ ଆଖିରେ ଯେଭଳି କଣେଇ କଣେଇ ଚାହୁଁଥିଲେ ତାହା ସେଦିନ କଉଡ଼ି ଖେଳେଇବାର ଚାହାଣୀ ସହ ମିଶି ଯାଉଥିଲା। ବାଟ ଭୁଲି ଏଠାକୁ ପଳେଇ ଆସିଲି ବୋଲି ଦିବାକର କହିବାର ଦୁହିଁଙ୍କ ଭିତରେ ହସର ଜୁଆର ଉଠିଥିଲା। ଦିବାକର ହାତକୁ ଦାମୀ ସିଗାରେଟ ବଢ଼ାଇ ଉଫା ନିଜେ ଟାଣିଛନ୍ତି। ପୁଣି ଗ୍ଲାସରେ ଦାମୀ ବିଲାତି ମଦ ଦିବାକରଙ୍କୁ ବଢ଼େଇ ନିଜେ ପିଇଛନ୍ତି। ସୁବାସିତ ପାନ ପାତ୍ର ବଢ଼ାଇ ଦେଇ ନିଜେ ଖାଇଛନ୍ତି। ଦିବାକରଙ୍କ ପାଇଁ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପରଫି ଦେଇଛନ୍ତି ଉଫା। ସତେ ଯେମିତି ଦିବାକରଙ୍କ ଆଗମନକୁ ଉଫା ଅପେକ୍ଷା କରିଥିଲେ। ଉଫାଙ୍କ ରୂପ ଲାବଣ୍ୟରେ ମତୁଆଳ ହୋଇଥିଲେ ଦିବାକର। ତୁମେ ଭଳି ଭଦ୍ରାମୀ ସମ୍ବୋଧନ ପରିବର୍ତ୍ତେ ଆପଣ ଲାଗୁଥିବା ଶବ୍ଦଟି ସମ୍ବୋଧନ କରିବାକୁ ଦୁହେଁ କଥା ହୋଇଛନ୍ତି। ଦୁହେଁ ପରସ୍ପରର ନିକଟତର ହୋଇଛନ୍ତି। କିଏ? ଉଫା ଆଉ ଦିବାକର। ଏହାପରେ ଉଫାର କୋଠିକୁ ବାରମ୍ବାର ଆସିଛନ୍ତି ଦିବାକର। ଉଫାର ଯୌବନର ମାଦକତାରେ ସେ ବୁଡ଼ି ଯାଇଛନ୍ତି। ତେବେ ଉଫା ଅନେକ ଥର ଦିବାକରଙ୍କୁ ବୁଝାଇଛନ୍ତି କଲିକତା ଛାଡ଼ି ଗାଁରେ ଥିବା ପତ୍ନୀ ସାବିତ୍ରୀଙ୍କ ପାଖକୁ ଫେରିଯିବାକୁ। ତୁମର ସଂସାର ରହିଛି, ପତ୍ନୀ ପିଲା ଅଛନ୍ତି, ସେମାନଙ୍କୁ ଦୁଃଖରେ ଘାଣ୍ଟି ହେବାକୁ ଛାଡ଼ି ଏଠାରେ ରୂପ ବଜାରରେ ସୁଖ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି। ତେବେ ଉଫାଙ୍କୁ ଦିବାକର ଜବାବ ଦେଇଛନ୍ତି ମୋର ସବୁ ଥାଇ କିଛି ନଥିଲା ପରି। ମୁଁ ଆଜି ଜଣେ ସତକୁ ସତ ରୂପର କାଙ୍ଗାଳ, ସ୍ନେହ ମମତାର ଭିକାରୀ। ତମର
କିନ୍ତୁ କିଛି ନଥାଇ ସଂସାରଟାକୁ ଆପଣାର କରି ନେଇଛ। ମୋ ଭଳି ତୁମେ ମଧ୍ୟ ବିବାହ କରିଥିଲ, ହେଲେ ଉଭୟଙ୍କର ଜୀବନ ଏବେ ଫାଶୀହୀନ। ଦିବାକର ଦାର୍ଶନିକ ଦୃଷ୍ଟିରେ ବୁଝାଇଛନ୍ତି ବିବାହଟା ମଣିଷ ସମାଜର ମଧ୍ୟରେ ବିଭିନ୍ନ ପ୍ରଥା ମଧ୍ୟରୁ ସବୁଠୁ ପୁରୁଣା ପ୍ରଥା ହେଉଛି ବିବାହ ମାନେ ଏଇ ଜାଗାରେ ମାନେ ଉଭୟଙ୍କ ଭିତରେ ସମ୍ପର୍କ ସ୍ଥାପନ ଯେଉଁ କରାଯାଇଛି ଉଫା ଏବଂ ଦିବାକର ମଧ୍ୟରେ ସେ କଥା କୁହାଯାଇଛି। ଦିବାକର ଉଫା ପ୍ରତି ଆକର୍ଷିତ ଦେଖି ପ୍ରତିଦିନ ତା ପାଖକୁ ଯିବାକୁ ଚାହିଁଛନ୍ତି। ଏପଟେ ଉଫା ବି ଦିବାକରଙ୍କ ସହିତ ସମ୍ପର୍କ ସ୍ଥାପନ କରିଛି, କିନ୍ତୁ ସେ ତାଙ୍କୁ ବୁଝେଇଛି ଯେ ମୋ ପ୍ରତି ଏତେ ଆକୃଷ୍ଟ ନାହିଁ, ତୁମେ ତୁମ ପତ୍ନୀଙ୍କ ପାଖକୁ ଫେରିଯାଅ, ସେ ତୁମର ବାଟ ଚାହିଁ ରହିଛି ବୋଲିକି। ହେଲେ ବିବାହ ପାଇଁ ମାନେ ଏଇଟା ବିବାହ କଥା କୁହାଯାଇଛି। ଏସବୁ ଶୁଣିବା ପରେ ଉଫା କହିଛନ୍ତି ଆପଣ ବିବାହ କରିସାରି ଘର ସଂସାର କଲେ ଏବଂ ଏବେ ଏହାକୁ ପୁରୁଣା ପଚା ବୋଲି କହି ଆସିଛନ୍ତି। ହେଲେ ମୁଁ ବାହା ହୋଇ ଘର ସଂସାର କରିବାକୁ ଦୁନିଆକୁ ଖୋଜି ବୁଲୁଛି, କେଉଁଠି ପାଇବି ମୋ ସ୍ୱାମୀଙ୍କୁ ବୋଲି। ବାସ୍ତବିକ ବିବାହଟା ମୋ ପାଇଁ ଦିଲ କା ଲଡୁ ହୋଇଯାଇଛି। ଏହାକୁ ସମର୍ଥନ କରି ଦିବାକର କହିଛନ୍ତି ତୁମେ ନ ଖାଇ ପସ୍ତାଉଛ ଏବଂ ମୁଁ ଚାକିଫେ ହଁ ସେ ବିବାହଟା ପ୍ରକୃତ ଦିଲ କା ଲଡୁ। ତୁମେ ନ ଖାଇକି ପସ୍ତାଉଛ, ତୁମେ ତମ ସ୍ୱାମୀକୁ ନ ପାଇକି ପସ୍ତାଉଛ ଏବଂ ମୁଁ ଚାକିଫେରେ ମୁଁ ବିବାହ କରିକି ବା ପରିବାର ସହିତ ରହିକି ପସ୍ତାଉଛି। ଥରେ ବିବାହ ହୋଇଗଲେ ତେଣିକି ବୋଧହୁଏ ପୁରୁଷ ପକ୍ଷରେ ସ୍ତ୍ରୀ କି ସ୍ତ୍ରୀ ପକ୍ଷରେ ପୁରୁଷ ଅପରିହାର୍ଯ୍ୟ। ଯେତେ ସତୀ ସାଧ୍ୱୀ ହେଲେ ବି ଭିକ୍ଷାସୀ ପୁରୁଷର ଛଳନା କାକୁତିକୁ ଏଡି ନ ପାରି ଦାନଶୀଳା ନାରୀ ଭିକ୍ଷା ଦେବାକୁ ଆସି ଅପହୃତା ହୁଏ। ପୁଣି ଯେତେ ଏକ ପତ୍ନୀବ୍ରତ ହେଲେ ବି ପୁରୁଷର ଲୋଡ଼ା ହୁଏ ଅନ୍ତତଃ ଗୋଟିଏ ସୁନାର ପ୍ରତିମା। ଜବାବରେ ରାମାୟଣ ଏବଂ ମହାଭାରତ ଯୁଗର କଥା କହି ନ ଭୁଲାଇବାକୁ ଉଫା କହିଛନ୍ତି। ତେବେ ଦିବାକର ଦର୍ଶାଇଛନ୍ତି ଆମେ ରାମାୟଣ ମହାଭାରତ ଯୁଗର ମଣିଷ ନୁହଁ, ଆମେ ଆଜିର ମଣିଷ। ହୁଏତ ଆମକୁ ନୂଆ ଜୀବନ ଖୋଜିବା ପାଇଁ ସେଇ ରାମାୟଣ ମହାଭାରତ ଯୁଗକୁ ଫେରିବାକୁ ପଡ଼ିବ। ତାହା ବୋଲି ଆଜିକୁ ଆମେ ଏଡ଼ି ଦେଇ ପାରିବା ନାହିଁ। କାଲିଠାରୁ ପଛେ ଆଜିଟା ଯେତେ ଅସହ୍ୟ ହେଉ, ମୃତ୍ୟୁଠାରୁ ପଛେ ଜୀବନଟା ଯେତେ ଭୀଷଣ ହେଉ, ତାହାରି ଆଡ଼କୁ ଆଗେଇ ଯିବାକୁ ହେବ। ଦିବାକରଙ୍କର ଜୀବନରେ ଉଫା ଏକ ଆଶାର କିରଣ ଭାବରେ ଉଭା ହେଇଛନ୍ତି। ଦିବାକର ଭଲ ପାଇଛନ୍ତି ଉଫାକୁ, ଉଭୟଙ୍କ ଭିତରେ ସମ୍ପର୍କ ସ୍ଥାପନ ହୋଇଛି, ଏ ଜିନିଷକୁ ବୁଝେଇ ଦିଆଯାଇଛି ଏବଂ ଏଇ ଜାଗାରେ ପ୍ରତୀକାତ୍ମକ ଭାବରେ ଉପନ୍ୟାସିକ ପ୍ରଦାନ କରିଛନ୍ତି। ଆମେ ଯେଉଁ ଦେଖୁଥିଲା ଯେ ଯେତେବେଳେ ସେ ମାନେ କଲିକତାର ଉଫାକୁ ସନ୍ଧାନ କରିଛନ୍ତି, ଏ ଜାଗାରେ ସେ ଅଇଠା ବୋଲି ଯେଉଁ ଚରିତ୍ର ସେ ଜାଗାରେ ସେ କହିଛନ୍ତି ଯେ ସେ ଯେଉଁ ଗଲିର କଥା, ସେ ଯେଉଁ ଜାଗାକୁ ସେ ଯେଉଁ ଯାଇଛନ୍ତି, ସେ ଯେଉଁ ଇନ୍ଦ୍ରପୁରୀ ସତେ ଯେପରିକି ସବୁଆଡେ ମାନେ ଧୂଆଁ ଚହଟୁଥାଏ, ତିନି ପୁର କୋଠାର କଥା ଯେଉଁ ବର୍ଣ୍ଣନା କରିଛନ୍ତି ହେଲା, ଏ ସବୁ ଗୁଡା ଗୋଟେ ତାଙ୍କର ଗୋଟେ ପ୍ରତୀକାତ୍ମକ ପ୍ରୟୋଗ ସେ ବର୍ଣ୍ଣନା କରିଛନ୍ତି। ଯେ ଡାଇରେକ୍ଟଲି ସେ ରୂପଜୀବୀ ବା ବେଶ୍ୟା ମାନଙ୍କର ଗ୍ରହ ନ କରିକି ବଡ ବଡ କୋଠା ଏକ୍ସଟ୍ରା କୋଠରୀ ଥିବ, ଯିଏ ଚାହିଁବ ତାଙ୍କ ପାଖକୁ ଯାଇପାରିବ, ଏଭଳି ଭାବରେ ସେ ବର୍ଣ୍ଣନା କରିଛନ୍ତି ଉପନ୍ୟାସିକ ଏହି ଜାଗାରେ। ତ ଉଫାଙ୍କ ସହିତ ଦିବାକରଙ୍କ ସମ୍ପର୍କ ଉପରେ ଆମେ ଆଲୋଚନା କଲା। ତାପରେ ଦେଖିବା ଆମେ ଉଫାର କାହାଣୀ। ଦଶମ ଖଣ୍ଡରେ ଉଫାର ଜୀବନ କାହାଣୀ ରହିଛି। ନିଜ ଇଚ୍ଛା ବିରୋଧରେ ଉଫା ଆଜି ଜୀବନରେ ପହଞ୍ଚିଛି। ଅନେକ ଝିଅଙ୍କ ପରି ଉଫା ମଧ୍ୟ ନୟନଗଡ଼ର ଘର ଛାଡିଥିଲା। ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ଉଫା ଯେତେ ଲୋକଙ୍କ ହାତରେ ପଡିଲା, ସେମାନେ ଚାହିଁଲେ ତାର ଯୌବନକୁ ଉପଭୋଗ କରିବା ପାଇଁ। ଯେ ସମୟରେ ଯେତେ ଲୋକଙ୍କୁ ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ଯେତେ ଲୋକଙ୍କର ସାହାଯ୍ୟ ନେଇଛି ଉଫା, ସମସ୍ତେ ଚାହିଁଲେ ତାର ଯୌବନକୁ ଉପଭୋଗ କରିବା ପାଇଁ। ତେଲ ଡବାରେ କଲିକତାକୁ ଆସିଲା, ପୁରୁଷଙ୍କ ଆଖି ତା ଉପରେ ରହିଥିଲା। ପୁରୁଷଙ୍କ ଥଟ୍ଟା ତାମସା ଆକ୍ଷେପକୁ ସେ ଓଢ଼ଣା ଭିତରେ ସେ ସହି ନେଇ ଲୁହ ନିଗାଡୁଥିଲା ଏବଂ ଗୋଟାପଣ ଥରି ଉଠି ମନେ ମନେ କହୁଥିଲା, ହେ ଧରିତ୍ରୀ ତୁ ଦୁଇ ଫାଲ ହୋଇଯା, ମୁଁ ତୋ ଭିତରେ ପଶିଯାଏ। ଗାଡି ହାଓଡ଼ା ଷ୍ଟେସନରେ ପହଞ୍ଚିଲା। ସ୍ୱାମୀକୁ ଖୋଜି ଦେବାର ପ୍ରଲୋଭନ ଦେଖାଇ ଜଣେ ସିପାହୀ ତାକୁ ଥାନାକୁ ଯିବା କହି ନେଇ ଯାଇଥିଲା ଏକ ବସ୍ତିକୁ। ସେଠାରେ ଘର ଭଡ଼ା ନେଇ ରହିଲେ କେତେଜଣ ସିପାହୀ, ପଞ୍ଜାବୀ ଡ୍ରାଇଭର, ହୋଟେଲ ମାଲିକ, କଳ ଚାଳକ ଆଦି। ଗୋଟାଏ ବଖରାରେ 4-5ଟା ପିଲା ନେଇ ଲୋକେ ପାରାଭିଡ଼ ଭଳି ରହୁଛନ୍ତି। ସିପାହୀ ଜଣକ ଯେ ତାଙ୍କ ସ୍ୱାମୀକୁ ଖୋଜିବାର ବାହାନା କରୁଥିବାର ଉଫା ବୁଝିପାରିଲେ। ସିପାହୀର ଜବରଦସ୍ତ ଅତ୍ୟାଚାରରେ ସିପାହୀ କଣ କରିଥିଲା ଯେ ଉଫାର ସ୍ୱାମୀକୁ ଖୋଜିବା ପାଇଁ ତାଙ୍କୁ ନେଇ ଗୋଟେ ଜାଗାରେ ରଖିଲା ଏବଂ ତାଙ୍କ ଉପରେ ସେ ଜବରଦସ୍ତ ଅତ୍ୟାଚାର କରିଥିଲା। ଉଫା ଆତ୍ମହତ୍ୟା କରିବାକୁ ବାଟ ଖୋଜିଲେ, ହେଲେ ଉପାୟ ପାଇଲେନି। ଏମିତି ଅବସ୍ଥାରେ ଜଣେ ହୋଟେଲ ମାଲିକଙ୍କ ସଙ୍ଗେ ଉଫା ରାତିରେ ଏହି ନର୍କରୁ ଖସି ପଡିଥିଲେ। ଜଣେ ହୋଟେଲ ମାଲିକଙ୍କ ସଙ୍ଗରେ ଉଫା ସେଠୁ ପଳେଇଥିଲେ। ହେଲେ 4-6 ଦିନ ପରେ ଉକ୍ତ ସିପାହୀ ଜଣକ ହୋଟେଲ ମାଲିକ ପାଖରେ ପହଞ୍ଚି ହାତାହାତି କରି ନିଜର ସ୍ତ୍ରୀ ବୋଲି ପରିଚୟ ଦେଇ ଉଫାକୁ ପୁଣି ଘରକୁ ନେଇ ଆସିଲେ ଏବଂ ନିସ୍ତୁକ ମାଡ଼ ଦେଇଥିଲେ। ଚେତା ଫେରିବା ପରେ ଦେହ ସବୁ ଫୁଲି ଯାଇଥିବା ଉଫା ଦେଖିଥିଲେ। ଅନ୍ଧାରର ରାଜୁତି କରୁଥିବା ସାନ କୋଠରୀ ଘରେ ଉଫା ପାଣି ପାଣି ଚିତ୍କାର କରିଥିଲେ। ବିରାଟ କଲିକତାରେ ଉଫାର ଆର୍ତ୍ତ ଚିତ୍କାର ମିଳାଇ ଯାଇଥିଲା। ତା ଭିତରେ ଜଳି ଉଠିଥିଲା ପ୍ରତିହିଂସାର ନିଆଁ। ହଠାତ୍ ଦିନେ ସେ ଯାଇ ଥାନାରେ ହାଜର ହୋଇ ସିପାହୀ ବିରୋଧରେ ଅଭିଯୋଗ କଲେ। ହୋଟେଲ ମାଲିକ ଆଉ ଜଣେ ସାକ୍ଷୀ ଦେଲେ। ଫଳରେ ସିପାହୀ ଜଣକ ଚାକିରିରୁ ତଡ଼ା ଖାଇ ଗିରଫ ହେଲେ। ଉଫା ମଧ୍ୟରେ ଏଭଳି କରିବାକୁ ବୁଦ୍ଧି ଏବଂ ସାହସ ଭରିଥିଲେ ପଡ଼ିଶା ଘରର ଜଣେ ବୁଢ଼ୀ। ଉକ୍ତ ବୁଢ଼ୀ ଥିଲେ ଜଣେ ଗଣିକା ବ୍ୟବସାୟୀ। ଉଫା ଏଥର ଆସିଛି ଉକ୍ତ ବୁଢ଼ୀ ପାଖରେ ଏବଂ ତାର ନୂଆ ଭବିଷ୍ୟତ ଗଢ଼ା ହେଲା ବୁଢ଼ୀ ଜରିଆରେ। ଏଥିରେ ଉଫାର ମାନ ଅପମାନ ଭୟ କୋଳ ଆକୁଳ ସବୁ ମିଳେଇ ଯାଇଥିଲା। ଉଫାର ଗୀତ ଶୁଣିବାକୁ ଜୁଟିଲେ ଅନେକ ଓସ୍ତାଦ।
ପୁଣି ତାର ନାଚ ଦେଖିବାକୁ ରୁଣ୍ଡ ହେଲେ କୋଟିପତି, ଫେଟ୍, ରାଜା ଓ ଜମିଦାର ଶ୍ରେଣୀର ଲୋକ। ଅବସ୍ଥା ଚକ୍ରରେ ଉଫାର ଏଭଳି ପରିବର୍ତ୍ତନ ହୋଇଥିଲା। ଉଫା ଭଳି ଅନେକ ଝିଅ ଘରୁ ପଦାକୁ ଗୋଡ଼ କାଢ଼ିଛନ୍ତି। ଉଫା ସେମାନଙ୍କୁ ତାର ପ୍ରକାଣ୍ଡ କୋଠାରେ ଆଶ୍ରୟ ଦେଇଛି। ଏଠାରେ ଓଡ଼ିଆ, ବଙ୍ଗାଳୀ, ହିନ୍ଦୁସ୍ତାନୀ ଝିଅ ଆସି ରହିଛନ୍ତି। ଫଳରେ ଉଫାର ମାର୍ଫତରେ ଚାଲିଛି ଏଠାରେ ରୂପର କାରବାର ବୋଲି ବର୍ଣ୍ଣନା କରାଯାଇଛି। ଉଫା ତା ଜୀବନର କରୁଣ କାହାଣୀ କହିଛି। କେଉଁ ଭାବରେ ସେ ଆସିକି ଗୋଟେ ଗଣିକା, ଗୋଟେ ଦେହ ବ୍ୟବସାୟୀ ବୁଢ଼ୀ ପାଖରେ ସେ ରହିଛି, ସେ କଥା ଏ ଜାଗାରେ ବର୍ଣ୍ଣନା କରାହେଇଛି। ତାପରେ ଆମେ ଦେଖିବା ଅନ୍ୟପଟେ, ଯେ ପଟେ ଆମେ ଦେଖୁଥିଲା ଯେ ଦିବାକର ଦାସଙ୍କର ଏବଂ ଉଫାର ସମ୍ପର୍କ କଥା। ତାପରେ ଉଫା କହିଛି ଦିବାକରଙ୍କୁ ତାଙ୍କ ଜୀବନର କାହାଣୀ। ତାପରେ ଅନ୍ୟପଟେ ଆମେ ଦେଖିଲା ଯେ ତୁହିନଙ୍କର ଅକସ୍ମାତ ବିୟୋଗ ଏବଂ ଗୌରୀର ଦୁଃଖ। ସେପଟେ ତୁହିନ ଏବଂ ଗୌରୀଙ୍କ ଦୁଃଖ, ଯେ ତୁହିନ ଚାହିଁଛି ଗୌରୀଙ୍କୁ ବିବାହ କରିକି ଆମେରିକା ଯିବା ପାଇଁ, କିନ୍ତୁ ଗୌରୀ ମନା କରିଛି। ବାରମ୍ବାର ତୁହିନ କହିଛନ୍ତି, କିନ୍ତୁ ଗୌରୀ ମନା କରିଛନ୍ତି ଏବଂ ତୁହିନ ଯାଇଛନ୍ତି ଆମେରିକା। ଦେଖିବା ଆମେ କେମିତି ତୁହିନଙ୍କ ପିତାଙ୍କର ବିୟୋଗ ହୋଇଥିଲା ବିଦ୍ୟୁଶେଖର ବାବୁଙ୍କର ବର୍ମାରେ। ଏପଟେ ତୁହିନଙ୍କର ମଧ୍ୟ ବିୟୋଗ। ଉଫା ଖବର କାଗଜ ଦେଖି ଚମକି ପଡ଼ିଛନ୍ତି। ସେଥିରେ ବାହାରିଥିଲା ଆମେରିକାରୁ ଆସୁଥିବା ଏକ ଯାତ୍ରୀବାହୀ ଜାହାଜ ଶତ୍ରୁ ପକ୍ଷର ବୋମା ମାଡ଼ରେ ଜଳମଗ୍ନ ହୋଇଛି ଏବଂ ମୃତ ଯାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଯୁବକ ତୁହିନ ଶେଖର। ମାନେ ଏହି ଦୃଶ୍ୟ କେମିତି ଲାଗୁଥିବ ଭାବି ଦେଖ, ଯେ ସେ ପଢିଛନ୍ତି ଆମେରିକାରୁ ଆସୁଥିବା ଏକ ଯାତ୍ରାବାହୀ ଜାହାଜ ଶତ୍ରୁ ପକ୍ଷର ବୋମା ମାଡ଼ରେ ଜଳମଗ୍ନ ହୋଇଯାଇଛି ଏବଂ ମୃତ ଯାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଯୁବକ ତୁହିନ ଶେଖର। ତାଙ୍କର ପିତା ବିଦ୍ୟୁଶେଖର ବର୍ମା ସୀମାରେ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇ ପ୍ରାଣ ହରାଇଥିଲେ। ତୁହିନ ଶେଖରଙ୍କ ବାଗଦତ୍ତା ପତ୍ନୀ ଶ୍ରୀମତୀ ଗୌରୀ ଦେବୀ କିଛି କାଳ ପୂର୍ବେ ପିକେଟିଂ କରି ରାଜନୈତିକ ଅପରାଧରେ ବନ୍ଦୀ ହୋଇଥିଲେ। ଏହି ଖବର ବିଚଳିତ କରିଦେଇଛି ଉଫାଙ୍କୁ। ସେ ଭାବୁଛନ୍ତି ଗୌରୀ ଦେଈର କ'ଣ ହେବ। ପିଲାଟି ଦିନୁ ସେ ଗୌରୀ ଦେଈଙ୍କୁ ଦେଖି ଆସିଛନ୍ତି। କାହାରି ଦୁଃଖକୁ ଗୌରୀ ଦେଈ ସହ୍ୟ କରିପାରନ୍ତି ନାହିଁ। ଗାଁରେ କାହାରି ଦେହ କଷ୍ଟ କିମ୍ବା ଗର୍ଭ କଷ୍ଟ ହେଲେ ଖବର ପାଇବା ମାତ୍ରେ ଗୌରୀ ଦେଈ ପହଞ୍ଚି ଯାଆନ୍ତି। ତାଙ୍କରି କପାଳରେ ଏଭଳି ଲେଖା ଥିଲା। এই জিনিস আমি দেখিবা যে তুহিনଙ୍କ ମାନେ এই ଜାଗାରେ କ'ଣ ଯେତେବେଳେ ମାନେ ଉଫା ଖବର କାଗଜ ପଢୁଥିଲେ এই ଜାଗାରେ ଏବଂ ସେ ଯେତେବେଳେ ଜାଣିଛନ୍ତି ଯେ କ'ଣ ଜାଣିଛନ୍ତି, ଚମକି ପଡ଼ିଛନ୍ତି ତୁହିନଙ୍କର ମୃତ୍ୟୁରେ ଏବଂ ସେ ଭାବିଛନ୍ତି ଗୌରୀଙ୍କର କ'ଣ ହେବ ବୋଲି କି ଜାଗାରେ। କାହିଁକି ନା ସେ ତୁହିନ ଏବଂ ଗୌରୀ ବି ମାନେ ଗୌରୀ ଏବଂ ଉଫା ବି ସାଙ୍ଗ ଥିଲେ। ଦିବାକର କିନ୍ତୁ ତୁହିନଙ୍କ ପାଇଁ ବେଶୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କେତେ ଆଶା ଓ କଳ୍ପନା ନେଇ ସେ ବିଦେଶକୁ ଯାଇଥିଲା। ତାଙ୍କ ଗାଁର ଯୁବକ ହେଲା ତୁହିନ। ତ ଦିବାକର ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କେତେ ଆଶା ଓ କଳ୍ପନା ନେଇ ସେ ବିଦେଶକୁ ଯାଇଥିଲା। ବିଦେଶରୁ ଫେରି ତୁହିନ ବଡ଼ ଚାକିରି ପାଇବ ବୋଲି ସମସ୍ତେ ଚାହିଁ ବସିଥିଲେ। ହେଲେ ଜୀବନ ଯେ ଅନିଶ୍ଚିତ ତାହାକୁ ଏହି ଘଟଣାଟି ଜଣାଇ ଦିଏ। ଉଫାଙ୍କ ଚିନ୍ତା ତୁହିନଙ୍କ ମା ପାଇଁ ଅଧିକ ହୋଇଛି। ସ୍ୱାମୀଙ୍କୁ ହରାଇଥିଲେ, ଏବେ ପୁଅକୁ ହରାଇଛନ୍ତି। ସେ ଆଉ କ'ଣ ବଞ୍ଚିବେ ବୋଲି ଉଫା ଆଶଙ୍କା କରିଛନ୍ତି। ତୁହିନଙ୍କ ମୃତ୍ୟୁ ଖବରରେ ମା ଅଚେତ ହୋଇ ପଡ଼ିଛନ୍ତି। ତାଙ୍କ ପାଖରେ ଏକମାତ୍ର ଝିଅ ମିନି ଛଡ଼ା ଆଉ କେହି ନାହାନ୍ତି। ଏହି ସମୟରେ ବିଦ୍ୟୁଶେଖର ବାବୁଙ୍କର ପୁଅ ଆଉ ଝିଅ ଥିଲେ ପିଲାମାନେ। ତାଙ୍କର ଝିଅ ହେଉଛି ମିନି ଏବଂ ତାଙ୍କର ପୁଅ ହେଉଛି ତୁହିନ। କାହାର? ବିଦ୍ୟୁଶେଖର ବାବୁଙ୍କର। ତ ବିଦ୍ୟୁଶେଖର ବାବୁଙ୍କର ପୁଅଙ୍କର ମୃତ୍ୟୁ ପରେ ତାଙ୍କ ବିଦ୍ୟୁଶେଖର ବାବୁଙ୍କର ପତ୍ନୀ ପାଖରେ କେବଳ ମିନି ହିଁ ଅଛି। କାରଣ ଗୌରୀକୁ ସେ ଆଦ୍ୟ ସହ୍ୟ କରିପାରନ୍ତିନି। କାହିଁକିନା ସେ ସମୟରେ ଯେଉଁ ତୁହିନଙ୍କ ମା ଗୌରୀକୁ ସହ୍ୟ କରିପାରୁନଥିଲେ। ତାଙ୍କ ଘରର ସବୁ ବିପଦ ଅକଲ୍ୟାଣ ପାଇଁ ସେ ବରାବର ଗୌରୀଙ୍କୁ ଦାୟୀ କରି ଆସିଛନ୍ତି। ଗୌରୀଙ୍କ ଆଗରେ ପଛରେ ନାନା ଆକ୍ଷେପ କରି କହିଛନ୍ତି। ତୁହିନ ଆମେରିକା ଯିବା ପୂର୍ବରୁ ଭଉଣୀ ମିନିର ଗୌରୀ ପ୍ରତି ଏଭଳି ବ୍ୟବହାର ସମ୍ପର୍କରେ ଜାଣିଥିଲେ। ତେଣୁ ସେ ମିନିକୁ ଅନେକ ଥର ବୁଝାଇଥିଲେ, ତଥାପି ମିନି ବଦଳି ନଥିଲା। ପରିସ୍ଥିତି ଏପରି ହେଲା ଯେ ତୁହିନଙ୍କ ଘରକୁ ଯିବା ଗୌରୀ ପକ୍ଷେ ଅସମ୍ଭବ। ପରିସ୍ଥିତି ଏମିତି ହେଲା ଯେ ସବୁ କାରଣ ପାଇଁ ଗୌରୀକୁ ଦାୟୀ କରାଯାଇଛି। ପରିସ୍ଥିତି ଏପରି ଥିଲା ଯେ ଗୌରୀ ଚାହିଁଲେ ମଧ୍ୟ ତୁହିନ ଘରକୁ ଆଉ ଯାଇପାରିଲାନି। ମିନିକୁ ସାନ ଭଉଣୀ ଭାବି କ୍ଷମା କରିଦେବାକୁ ତୁହିନ କହିଥିବାରୁ ଗୌରୀ ତାର କଥାକୁ ଧରନ୍ତି ନାହିଁ। ତେବେ ଯେଉଁଦିନ ମିନି କବାଟ ବନ୍ଦ କରି ଗୌରୀକୁ ଘରକୁ ଛାଡ଼ିଲା ନାହିଁ, ସେବେଠାରୁ ଆଉ ଗୌରୀ ମଧ୍ୟ ଯାଇନାହାନ୍ତି। ଏହାପରେ ଗୌରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ କେତେଥର ଜେଲ୍ ଯାଇଛନ୍ତି। ହେଲେ ତୁହିନଙ୍କ ମୃତ୍ୟୁ ଖବର ପାଇ ଗୌରୀ 10 ମାଇଲ ଚାଲି ଚାଲି ଆସିଥିଲେ ତୁହିନଙ୍କ ମାଙ୍କୁ ଦେଖା କରିବା ଲାଗି। ତେବେ ଆଜି ବି ଗୌରୀଙ୍କ ପାଇଁ ତୁହିନର ଦ୍ୱାର ବନ୍ଦ ହୋଇଗଲା। ଆଜି ବି ଭଉଣୀ ମିନି କବାଟ ଫିଟେଇଲେ ନାହିଁ। ଘରର ଚାକରାଣୀ ହାତରେ ଖବର ପଠାଇଥିଲେ, ଯାହା କହିଦେବୁ ସେଇ ଅଲକ୍ଷଣୀ ଯୋଗରୁ
मोर बाप मला भाई मला एबे माँ बंचिब कि मरिब ठीक नाही कहीदे आज से आम घर को मुहाइब नाही ताकू एणिकी बड़दाण्ड जोग अच्छी एभली आक्षेप पुणी गौरी फतकू फत आसी पहुंची बड़दाण्ड बड़ देउल को चाहे नमस्कार करिछि तांकर मने पड़ी पुराणा स्मृति से देउल अनेक थर तुहिन सहित तार भेट होइछि तेणु आउ देउल को से चाही पारि नाहंती बेलाभूमि रे जाई बसिचंती एही बेलाभूमि रे तुहिन सह अनेक समय कटैचंती गौरी निजर बापा मां को हराई सारिथिले एबे तुहिन को हराइबा परे एई फनफार रे एकाकी होई जाइचंती लोहड़ीर गर्जन मध्यरे तांकर तुहिन रो कथा मने पड़िछि गौरी को थरे तुहिन पचारिथिले मनीष काहे कांदे निजे यार जवाब दे जाई कहिथिले गौरी को के तुहिन पचारिथिले तो गौरी यार जवाब दे कहिथिले जहा चिरकाल पई हजि गला ताहा पई मनीष कांदे नाही कि आउ थरे भेट हेबो बोली कांदे न थाए तेबे प्रियजन साथी रे प्रिय वस्तुर स्मृति रे मनीष जे आपण मुह टिकी हजाई देई थाए सेई मु को आउरी थरे किपरि फेरी पाइबो सेइथि लागि मनीष कांदे ताको पाइबो केमिति गौरी एतर एकाके लढिबाकू अन्य पई बंचिबाकू से निष्पत्ति नेइचंती आम देखला जे गौरी जीवन में कारुण्य विषाद भरी जाइए अंपटे तुहिन पिता मृत्यु तुहिन मृत्यु परिवार को छारखार कर दी युद्ध केमिति जनक पर जन को लेकिन गोटे गोटे परिवार को ध्वंस कर दी मैंने जार किसी भूल नाला से विदुषकर बाबू डाक्टर जी कि अन्यर हित चाहूले मृत्यु पुओं मृत्यु जी उच्च आशा नहीं जाता जी कि गौरी को भल पाला मृत्यु होती आम देखा अन्यपटे दिवाकर बाबू पत्नी सावित्री जीवन संग्राम एकादश खंड दिवाकर स्मृति भितर सावित्री को नहीं अभिमान भरा चित्र फुटी उठी कलिकता अर्थर अभाव नथिबारु दिवाकर निज गाँ घर स्त्री सावित्री दुई पुओं कथा प्राय पासरी जाइछन्ति माने कलिकता बहुत पैसा एवं से गोटे कौन कर निज गाँव समस्त कथा पुओं कथा स्त्री कथा सब जिन पासरी जाइछन्ति मन पड़वार सेमती किसी कारण नाला उभय पक्ष अनेक दिन हम चिठी देवा ना बंद होता सावित्री आउ दिवाकर प्रथमे प्रथमे गाँव रु गाँ पाखर किए केते कलिकता गले पाखर जहाँ दिवाकर खबर पाई धीरे धीरे सब पचारि बुझे दिवाकर आग्रह आउ रहा ना आग्रह रहा निज पत्नी केमी अच्छे पिला केमी से जिन बुझाई कारण उभय दिवाकर और पत्नी सावित्री मध्य अभिमान पाचेरीटा क्रमे एत उपर उठी जाता जे किए क्या सहित कथा चेष्टा करुले कलिकता सहर में टंकार अभाव नथिबारु सावित्री अभाव को दिवाकर आउ अनुभव कले पैसा था जहाँ पाक चाहिए से जहाँ सहित चाहिए से कथा जहाँ सहित संपर्क स्थापन करने चाहिए से कले तो सी कौन कले निज पत्नी अभाव को से अनुभव कले ना अपर पक्ष टंकार अभाव सांग को सबकि अभाव संख्या एत बढ़ी जाता जे तारी भितर सावित्री पक्ष दिवाकर अभाव मिले जाता सावित्री अनेक दिन मारात्मक बेमार पड़ी ये खबर दिवाकर को जन नथिले एपरिक बड़ पुओ निरथ ए विषय दिवाकर को जनवा लगी चिठी लिखा गला बेले सावित्री बाधा देते थे दिवाकर घर को 400 टंका मनी अर्डर करने बेले सावित्री ताको फेराई देते एथिरे दिवाकर क्षुब्ध होइया केबे साहाय्य करबा को इच्छा कर नथिले बड़ पुओ निरथ गाँ ठार 2-2.5 माइल दूर में नुआ कर खोली हाईस्कूल पढ़ु थाए तार पढ़ा खर्च दरमा बहीपत्र आज सावित्री किभली तुले था से विषय दिवाकर जानते कि जाना को चेष्टा करते मोट उपर सावित्री निजर गढ़ा संसार भितर निजक हजाई देइछंती सांग साथी कहार खबर सावित्री कहारे खबर रखा सावित्री लड़ती ना निजर घर बाड़ी पिला जोड़ी छोटिया संसार को चलाई था यार बाहर को जाए मैंने से समय सावित्री जीवन दुखर कथा कहुए जीवन जो संग्राम स्वामी को अनुपस्थित से केमी बंची केमी रोग में पड़ी केमी निज पिला छुआ को पढ़े से जिन आम देखा पाइबा दुई बांधवी सावित्री और गौरी भेट एमती समय गढ़ी चली दिन बड़ पुओ नीरज स्कूल फेरी माँ सावित्री को जन स्कूल को आसी नुआ मास्टराणी तुम कथा पचारुले तुमको जानी दर्शाई आज क्लास रे से कौन से जन जन कर समस्त ना गाँ बापा कथा बुझी यापर क्लास शेष से भारी आदर कले तू केमिति अच्छु आम घर केमिति चलुची केमिति बापा केउठी कौन करुचंदी घर को आसंती कि नहीं चिठी पत्र टंका कौड़ी पठाते कि नहीं पचारुले सावित्री सब शुणा पर किए से मास्टराणी अनुमान माने से सावित्री जो छुआ पिला को सब जिन पचारि से स्कूल गोटे जन शिक्षयित्री केमिति अच्छा परिवार कौन अच्छे जापारे से प्रकृति सावित्री से पुओ बोलिकी तो यहाँ पर नीरज कही तू केमी चिन्ह पारुनु बो आमरी मामू घर गाँव में कुआड़े घर पिलादिने तुम्हें साथी हो पढ़ुल तुम गाँ स्कूल रे सावित्री एथर अनुमान कर पचारे ना गौरी की तो से समय माने से पिला सावित्री पचारुची बो तू चिन्ह पारुनु जे तुम गाँव में रोते सांग हो
ଯେ ନିରତ କହିଥିଲେ ତମକୁ ଚିହ୍ନି ପାରୁନୁ ବୋଉ, ଆମରି ମାମୁଁ ଘର ଗାଁରେ କୁଆଡେ ତାଙ୍କରି ଘର, ପିଲାଦିନେ ତୁମେ ଦୁହେଁ ସାଥୀ ହୋଇ ପଢୁଥିଲ ତମ ଗାଁ ସ୍କୁଲରେ। ସାବିତ୍ରୀ ଏଥର ଅନୁମାନ କରି ପୁଅକୁ ପଚାରେ ତାଙ୍କ ନାଁ ଗୌରୀ କି? ନିରତ ସ୍କୁଲ ପିଲାଙ୍କ କଥାକୁ ମନେ ପକାଇ କହିଥିଲା ବୋଧ ହୁଏ ତାଙ୍କ ନାଁ ଗୌରୀ ଦେବୀ। ତୋତେ ଦେଖିବାକୁ ତାଙ୍କର ଭାରି ମନ, ସେ ରବିବାର ଛୁଟିରେ ଘରକୁ ଆସିବେ ବୋଲି କହିଛନ୍ତି। ଏହା ଶୁଣି ସାବିତ୍ରୀ ବିସ୍ମିତ ହୋଇଛି, କାରଣ ଅନେକ ବର୍ଷ ହେବ ଗୌରୀର କୌଣସି ଖବର ସାବିତ୍ରୀ ରଖି ନାହାନ୍ତି। ଥରେ ଖାଲି ଉଡା ଖବର ଶୁଣିଥିଲେ ତୁହିନ ସହ ଗୌରୀର ବିବାହ ହୋଇଛି। ତେବେ ଦିବାକର ଘର ଛାଡି ଚାଲି ଯାଇଥିବାରୁ ନିଜର ଦୁଃଖ ବୋଝ ଏତେ ଭାରି ହୋଇଯାଇଛି ଯେ ଗୌରୀ ଅନ୍ୟ କାହା ବିଷୟରେ ସେ ଚିନ୍ତା ମଧ୍ୟ କରିପାରି ନାହାନ୍ତି। ଗୌରୀ ଯେ ବିବାହ କରି ଖୁବ୍ ଖୁସିରେ ଥିବ, ଏହା ଥିଲା ସାବିତ୍ରୀଙ୍କ ଧାରଣା। ହେଲେ ଏଇ ନିଛାଟିଆ ଗାଁ ସ୍କୁଲରେ ସାବିତ୍ରୀ ଶିକ୍ଷକତା କରିବାକୁ ଆସିଥିବାରୁ ସାବିତ୍ରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ରବିବାର ହାଣ୍ଡିଶାଳ ବାରଣ୍ଡାରେ ବସି ସାବିତ୍ରୀ ମୁଗ ଭାଜୁଥିବା ବେଳେ ହସି ହସି ପଶି ଆସିଛନ୍ତି ଗୌରୀ। ସାବିତ୍ରୀ ଦେଖୁଛନ୍ତି ଗୌରୀର ମୁଖରେ, ଆଖିରେ, ଓଠରେ, ନାକରେ ଯେମିତି ପିଲାଦିନର ସେ ଚେହେରା ଲାଗି ରହିଛି। ତେବେ ଏଭଳି ଦାରିଦ୍ର୍ୟ ମଧ୍ୟରେ ଥିବାରୁ ସାବିତ୍ରୀକୁ ସଙ୍କୋଚ ଲାଗିଛି। ହେଲେ ସାବିତ୍ରୀକୁ କୁଣ୍ଡାଇ ପକାଇଛନ୍ତି ଗୌରୀ ଏବଂ ଦୁହିଁଙ୍କ ଆଖିରୁ ଧାର ପରେ ଧାର ଲୁହ ଝରି ପଡିଛି। ଦୁହିଁ ବାନ୍ଧବୀ, ବହୁତ ଦିନ ପରେ ଦୁଇ ଜଣଙ୍କର ମିଳନ ହୋଇଛି। ସେହି ଲୁହ ଭିତରେ ଯେଭଳି ଅଫରନ୍ତି ଦୁଃଖ, ଲାଞ୍ଛନା, ଅପମାନ, ବେଦନା ଝରି ପଡିଛି। ସାବିତ୍ରୀଙ୍କର ଏତେ ନିକଟକୁ ଆସିଥିବାର ବିଶ୍ୱାସ କରିପାରୁନଥାନ୍ତି ଗୌରୀ। ଦୁହିଁଙ୍କ ଜୀବନ କାହାଣୀ ଦୁହିଁଙ୍କ ଆଗରେ ଫିଟି ଯାଇଛି। ଆଜି ପର୍ଯ୍ୟନ୍ତ ସାବିତ୍ରୀ ନିଜର ସ୍ୱାମୀ, ସନ୍ତାନ, ନିଜର ଦୁଃଖ ସୁଖ ଛଡା ଆଉ ପ୍ରାୟ କିଛି ଭାବୁନଥିଲେ। ସେ ହିଁ ଦୁନିଆର ସବୁଠୁ ବଡ ଦୁଃଖିନୀ ବୋଲି ବିବେଚନା କରୁଥିଲେ। ହେଲେ ଗୌରୀର ଦୁଃଖ ପାଖରେ ତାର ଦୁଃଖ କିଛି ନୁହେଁ ବୋଲି ସାବିତ୍ରୀ ଅନୁଭବ କରିଛନ୍ତି। ରୂପ, ଗୁଣ, ବିଦ୍ୟା, ବୃଦ୍ଧିରେ ଗୌରୀ ପାରଙ୍ଗମ ଥିଲା, କିନ୍ତୁ ଦୁନିଆ ଭିତରେ ଆଜି ଗୌରୀ ବୋଧ ହୁଏ ସବୁଠୁ ଦୁଃଖିନୀ। ସବୁଠିରେ ସେ ପାରଙ୍ଗମ ଥିଲା। ତା ବାପା ତାକୁ ବହୁତ ପାଠ ପଢେଇଥିଲେ, କିନ୍ତୁ ଆଜି ଦୁନିଆ ଭିତରେ ସବୁଠୁ ସେ ଦୁଃଖିନୀ। ଅପମାନ ସହିଛି। ନିଜ ଯାହାକୁ ଭଲ ପାଉଥିଲା ତୁହିନ, ତାହାକୁ ସେ ପାଇପାରିନି। ବାପା ମାଙ୍କୁ ହରେଇଛି। ଏଇଭଳି ଗୋଟେ ଦୁଃଖରେ ଜର୍ଜରିତ ହେଉଛି ଗୌରୀ। ଏଇଟା ଆମେ ଦେଖିଲା। ତାପରେ ଆମେ ଦେଖିବା ନେକ୍ସଟରେ ପରମାଣୁ ବୋମା ବର୍ଷଣ, ମୁସଲିମର ଦଙ୍ଗା ଓ ଭାରତର ସ୍ୱାଧୀନତା। ଦିବାକରଙ୍କ ସ୍ମୃତିପଟରେ ଉଜ୍ଜୀବିତ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଘଟଣା। ଜାପାନର ହିରୋସୀମା ଓ ନାଗାସାକିରେ ଆମେରିକା ପ୍ରଥମ ଥର ଲାଗି ପରମାଣୁ ବୋମା ମାଡ଼ କରିବାରୁ ପୋକମାଛି ଭଳି ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଲା। ଅପରପକ୍ଷରେ ଦେଶକୁ ସ୍ୱାଧୀନ କରିବା ଲାଗି ଆଜାଦ ହିନ୍ଦ ଫୌଜର ଆହ୍ୱାନରେ ସୁଭାଷ ଚନ୍ଦ୍ର ବୋଷ ଯେମିତି କହୁଥିଲେ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ସେଇଭଳି ଭାବରେ ଆଜାଦ ହିନ୍ଦ ଫୌଜର ଆହ୍ୱାନରେ ଚାରିଆଡେ ବ୍ୟାପି ଯାଇଥିଲେ ସୈନ୍ୟମାନେ। ଇଂରେଜ ସରକାର ବିରୋଧରେ ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘୃଣା ଓ ପ୍ରତିବାଦ ତୀବ୍ର ହୋଇଥିଲା। ଫଳରେ ଇଂରେଜ ସରକାରଙ୍କ ଶାସନ ଅନ୍ତ ହେବାର ସଂକେତ ଦେଖାଦେଇଥିଲା। ଅସ୍ଥାୟୀ ଜାତୀୟ ସରକାର ଗଠନ ଲାଗି ଇଂରେଜ ଶାସନକର୍ତ୍ତାମାନଙ୍କର ଉଦ୍ୟମ ଫଳରେ 3 ଜଣିଆ ବ୍ରିଟିଶ ମନ୍ତ୍ରୀ ଭାରତ ଆଗମନ କଲେ। ତେବେ କଂଗ୍ରେସର ଅଗ୍ରାହ୍ୟ ଫଳରେ ସେମାନେ ପ୍ରତ୍ୟାବର୍ତ୍ତନ କଲେ। ଏହି ସମୟରେ କଂଗ୍ରେସ ମୁସଲିମ ଲିଗ ମଧ୍ୟରେ ଟଣାଓଟର ଲାଗିଥିଲା। ଫଳରେ ମୁସଲିମ ଲିଗର ରାଜନୈତିକ ବିକ୍ଷୋଭ ଓ ଦଙ୍ଗା କଲିକତାରେ ରକ୍ତର ସୁଅ ଖେଳିଥିଲା। ସେଇ ସମୟରେ ଆମେ ବର୍ତ୍ତମାନ ଯେଉଁ ଗୋଟେ ମୁଭି ଆସିଛି ତ ବେଙ୍ଗଲ ଫାଇଲ ବୋଲିକି, ସେଇଥିରେ ଆମେ ଦେଖିବା ଯେ କେଉଁଭଳି ଭାବରେ କଲିକତାରେ ସେଇ ସମୟରେ ଦଙ୍ଗା, ହିନ୍ଦୁ ମୁସଲମାନଙ୍କ ଭିତରେ ଦଙ୍ଗା ଭଳି ରକ୍ତର ସୁଅ ଛୁଟିଥିଲା। ଧର୍ମ ନାମରେ ସାମ୍ପ୍ରଦାୟିକ ଦଙ୍ଗାରୁ ଅସହାୟ ନାରୀ, ଶିଶୁ, ବୃଦ୍ଧ ମଧ୍ୟ ବର୍ତ୍ତିଲେ ନାହିଁ। କଲିକତାର କଳକାରଖାନା, ଦୋକାନ, ବଜାର, ରାସ୍ତା, ଘର, କାନ୍ଥ, ଚଟାଣ ଆଦି ମଣିଷ ରକ୍ତରେ ଲାଲ ହୋଇଗଲା। ମଣିଷର ଶବ ଗଡ଼ିଥିଲା ଫୁଟପାଥ କଡ଼ରେ। ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟରେ ଭାରତର ସ୍ୱାଧୀନତା ଆସିଥିଲା। ସେହି ଦଙ୍ଗା ପରେ ଦିଲ୍ଲୀର ଲାଲକିଲ୍ଲା ଉପରେ ଉଡ଼ିଥିଲା ତିରଙ୍ଗା ପତାକା। ଦେଶରେ ଏଭଳି ଏକ ବାତାବରଣ ମଧ୍ୟରେ ଓଡ଼ିଶାର ଏକ ଅଖ୍ୟାତ ଗାଁରେ ଗୌରୀ ଏବଂ ସାବିତ୍ରୀଙ୍କର ଭେଟ ହୋଇଛି। ଦୁହେଁ ପାଶୋରି ପକାଇଛନ୍ତି ଆପଣା ଭିତରେ ଥିବା ଶିକ୍ଷା ଦୀକ୍ଷାର ଫରକକୁ ପୁଣି ପାଶୋରିଛନ୍ତି ଯେ ସାବିତ୍ରୀ ପାଠ ପଢିନଥିଲା, ଗୌରୀ ପାଠ ପଢିଥିଲା। ଉଭୟଙ୍କ ଭିତରେ ସାକ୍ଷାତ ଦେଇଛି ସେହି ସମୟରେ ସ୍ୱାଧୀନତା ମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା ଯେଉଁ ଆମେ ଆଲୋଚନା କରିଲା। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫଳରେ ଧୀରେ ଧୀରେ ତାର ପ୍ରଭାବ ଇଂରେଜ ମାନେ ମଧ୍ୟ ଅନୁଭବ କରିଛନ୍ତି। ସେ ସମୟରେ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଛନ୍ତି। ଗାନ୍ଧୀଜୀ ତାଙ୍କର ଅସହଯୋଗ ଆନ୍ଦୋଳନ ଚଳାଇଛନ୍ତି। ଦେଶ ସ୍ୱାଧୀନ ହୋଇଯାଇଛି ସେହି ସମୟରେ ଏବଂ ଅନେକ ରକ୍ତାକ୍ତ ପ୍ରତିବାଦ ଫଳରେ ଦେଶ ସ୍ୱାଧୀନ ହୋଇଛି। ଏବଂ ସେହି ସମୟରେ ସାବିତ୍ରୀ ଏବଂ ଗୌରୀଙ୍କର ସାକ୍ଷାତର କଥା ଏହି ଜାଗାରେ ଦେଖେଇଛନ୍ତି ଔପନ୍ୟାସିକ। ସାବିତ୍ରୀ ଏବଂ ଗୌରୀଙ୍କର ସମାଜ ସଂସ୍କାର ପ୍ରୟାସ ଦ୍ୱାଦଶ ଖଣ୍ଡରେ ଦିବାକରଙ୍କର ମନ ଘାଣ୍ଟି ହୋଇଛି। ଦିବାକର ଭାବୁଛନ୍ତି ଯେଉଁ ଗାଁରେ ପରିବର୍ତ୍ତନ ଆଣିବା ଲାଗି ସେ ନିଜ ଯୌବନକୁ ଅତିବାହିତ କରିଥିଲେ, ହେଲେ କାହାରିଠାରୁ ସାବାସ ପ୍ରଶଂସା ନ ପାଇ ସହରକୁ ପଳେଇ ଆସିଥିଲେ, ସେ ଗାଁରେ ପହଞ୍ଚିଛନ୍ତି ଏବେ ଗୌରୀ। ଆମେ ଦେଖୁଥିଲା ପ୍ରଥମେ ଦିବାକରଙ୍କର ଚରିତ୍ର କଥା। ସେ କିଛି ରୋଜଗାର କରିବାକୁ ଚାହିଁଲେ, ପିତାଙ୍କ ପଇସାରେ କିଛି କରିପାରିଲେନି। ଗାଁକୁ ପରିବର୍ତ୍ତନ କରିବାକୁ ଚାହିଁଲେ, ଗାଁରେ ସଂସ୍କାର ଆଣିବାକୁ ଚାହିଁଲେ, କିନ୍ତୁ କୌଣସି ଜିନିଷ ସେ କରିପାରୁନଥିଲେ। ଲାଷ୍ଟରେ ସେ କାହାଠାରୁ ପ୍ରଶଂସା ମଧ୍ୟ ପାଇନଥିଲେ। ଲାଷ୍ଟରେ ସେ କଣ କରିଥିଲେ ଯେ ସେ ସହରକୁ ପଳେଇ ଆସିଥିଲେ। ସେଇ ଗାଁରେ ପହଞ୍ଚିଛନ୍ତି ଗୌରୀ। ସେତେବେଳେ ତାଙ୍କର ଯେଉଁ କାମରେ ସାବିତ୍ରୀର ସବୁଠୁ ଅଧିକ ଅସହଯୋଗ ଥିଲା, ଏବେ କିପରି ସେଇ କାମର ନେତୃତ୍ୱ ନେଇଛନ୍ତି ଖୋଦ୍ ସାବିତ୍ରୀ।
ओढ़ना बाहर को आसवा को नाराज हो सावित्री सेतेबेले तांकर गाँ को बदलाइबार समस्त चेष्टा को पन्न कर बेले एबे किपरि गौरी को आगरे रखी दांड मझिरे बाहरी पड़िछन्ति सावित्री एभली प्रश्न दिने जो चेष्टा करुथिले दिवाकर तांको बाधा दउथिले से समय तांको पत्नी सावित्री किंतु आज गौरी सहित मिसिकी से समाज संस्कार करने पई चेष्टा करिसेंति समाज को संस्कारित करने पई दिवाकर खबर पाइछन्ति एबे तांको घरे गाँर पुरुखा बुढ़ी पल पल झील माइपे आसी रुंड होउछन्ति सेमानको अक्षर शिखाई पाठ पढ़ाउछन्ति सावित्री तेबे एहाकु सह्य करि परिनांते गाँर किछि टाइटर देछि टाउटर मामलातकार धनी और महाजन श्रेणीर लोक देश स्वाधीन होगा पर एमाने ही नुआ करि गढ़ा होइतिबा गाँ पंचायत नेतृत्व नैछन्ति झील मानक पाठ पढ़ा को एमाने विरोध करन्ति कथा उठिछि झील माने पाठ पढ़िले स्त्री माने पुरुष को मानिबेनी घर चली पारिबनी छुआ अछुआ बारण रहिबनी उच्च जाति नीच जाति विचार रहिबनी इत्यादि गाँ को हाथ मुठारे रखिथिबा चतुर व्यक्ति तथा गाँर निम्न प्राथमिक स्कूल संपादक श्री पंच कपिल दास बोले गोटे चरित्र जी कि झील मान पाठ पढ़ा को विरोध कर नेतृत्व नहीं दिवाकर मन पड़ी से ये गाँव में चाषबास रास्ताघाटर उन्नति करने अभियान नेतृत्व नहीं श्रीपंच उपर उपर गोटापण मार हो जाते भितर भितर एभली चेर काटिले गाँ छाड़ी सहर को जावाक पड़ा जे उपर उपर देखिए तो श्रीपंच ये गाँव प्रकृति गोटे टाउटर चरित्र बोलिकी से देखई तो जो कम दिवाकर करने को चाहूला से जिनिस ता पत्नी सावित्री आउ गौरी मिसिकी करुचंती गाँव अनेक लोक बाधा देइचंती श्रीपंच फर्तन स्थापक पाले मधुमाष्टे दैतारी एमाने मने बाधा देइचंती झील माइपे घर काम धंदा छाड़ी पाठ पढ़िबा सुंदर हेबनी बोली श्रीपंच को खुशी करबाकू जाई मास्टे कहिचंती पुणी श्रीपंच भाग चाषी दैतारी कुआड़े पंचायत अभियोग करिछि बहु परिश्रम करी बाड़ी रे साग पियाज कोबी बैगण आदि लगेइछि से दिन में बिल को गले घर बाड़ी रे आखि पकाई थाए तार घरणी एबे तांको घरणी पाठ पढ़िबाकू बाहरी थिबारु तांको बाड़ी को जगिबो किए माने तार पत्नी ता घर बाड़ी को जगुतिला से पाठ पढ़िबो ताल ता घर को जगिबो किए दैतारी घरे स्वामी स्त्री कड़ी रे दिवाकर बाबू घरणी मुंड पुरैबार अभियोग उठेइछन्ति खोद श्रीपंच से आखिप माने एमिति उभयंक माने भितर जो आम देखा ये जगह कौन वर्णना कराई से जो झील को जो पाठ पढ़ा चाहते निजे पाठ पढ़ी सावित्री किंतु से चाहिए से गाँव झील मैंने पाठ पढ़ु बोले कि से जगह अनेक गुड़े अभियोग अनेक गुड़े लोक घेरी देते झील पाठ पढ़ले सब असुविधार सम्मुखीन हेब बोलिकी वास्तव में स्त्री शिक्षा प्रति सचेतनता सृष्टि करी गाँ भितर गौरी एक विप्लवर बन्ही जोड़ाई देथिला स्कूल छुट्टी पर प्रति शनिवार और रविवार गौरी आसी काम जांच कर देखुंती सावित्री सहकर्मी भाव में उभा होती गाँव किसी अधा पाठ बहीपत्र फ्लेट खाता पेनसिल कागज आदि जोगाड़ करवा गाँ गाँव रे घर घर बुली झील बोहू को पाठ पढ़ेवा सिलाई कम बुणाबुणी कम शिखेबा आदि गाँव भुआसनी मैंने लगी पड़ी एक गाँव किसी स्वार्थवादी टाउटर फ्रेंड लोक सह्य कर फल गाँव कांथ बाड़ गछ आदि गौरी और सावित्री नाम अश्लील कथा लिखागला केवल एतिकी नुहे कलिकता रोकवा दिवाकर निकट को बेनामी चिठी दि जाए गौरी और सावित्री विरोध में अश्लील आक्षेप कर कानापी दिवाकर को मत दायी करा जाय धमक दिया जायतिला घरे चलीथिबा नारी जागरण कार्य को तुरंत बंद करने को दिवाकर को कहा जायतिला नचे जीवन राफ छाड़ी देबाकू चिठी रे कहा जायतिला एभली चिठी संपर्क उफांग सहित दिवाकर आलोचना करथिले जे जो अनेक गुडे चिठी जे गाँ रे जो जनमंगल काम करथिले जो हित काम करथिले गौरी एवं सावित्री मिसिकी जेमिति पाठ पढ़ेबा सिलाई काम शिखाइबा बुणाबुणी काम शिखाइबा ए सब काम हितले शिखौथिले ना ए सब पई अनेक गुडे चिठी गोटे बेनामी चिठी अनेक गुड़े जाइए दिवाकर पाखक तुम स्त्री मान चरित्र भल नुहे एमती कम कर अनेक गुड़े पाखक से दिवाकर उफांग सहित आलोचना करते उफार परामर्श दिवाकर बड़ पुओ नीरज पाखक चिठी लिखि प्रकृत घटना जानवा चाहिए शेष चिठी लिखिं प्रकृत घटना कौन हो गाँव एमती चिठी आसूँ बोलिकी नीरज पाखक लिखी हेले नीरज चिठी जहाँ जनइले ता दिवाकर पादर माटी खसाई देता नीरज लिखिदेवा चिठी अनुजाई सूचना अनुजाई गत शनिवार गौरी और सावित्री 4 माइल दूर एक गाँ को जाई सेठारे स्त्री लोक एक सभा करते फेरला बेले राति हेबार उक्त गाँ लोक बाटे देवाकू बाहरी हेले तुहे मना करी बुद्धि बुद्धिया जंगल दे आसुथिले गाँ लोक मैंने कही कि चलो आम तुमको छाड़देबू बोली किंतु मैंने मना करते बुद्धि बुद्धिया जंगल देके आसुथिले यार सुजोग नहीं गौरी और सावित्री भीषण आक्रमण होता दुर्बृत्त मैंने गौरीर मुह बांधी ताकू एक खाल रे फेंगी देइतिबा बेले सेमानंक निस्तुक माड़ सावित्री रक्ताक्त अवस्था अचेत हो पड़ता सकालू 2-4 जन चाषी बिल को जाइतिबा बेले दुही को उद्धार करथिले गाँ लोके नहीं थाना अभियोग करबा गला बेले गौरी मना करथिले कारण मोकदमा हो गले गाँव उन्नतिमूलक काम बंद हो
जे प्रकृति फिल्म भितर दिवाकर चाहिए ता पुओ पाखक चिठी लिखिଛନ୍ତି पुओ कहिछि जेमिति एमिति हेतला गौरी एवं निज माँ सांगरे बोलिकी एवं ए समय मकरतमा करबा गौरी मना कहिछि काहे ना मकरतमा हे गले गाँर उन्नति मूलक काम बंद हो जिवो बोलिकी सावित्री को भीषण ज्वर देह सारा पट्टी बंधा होइछि गौरी स्कूल छुट्टी नहीं सावित्री सेवा करुछि गाँ डाक्तर आसी तुरंत सावित्री को बड़ डाक्तरखाना को नेबाकू कहिसंती नीरदर एभली सूचना उभय दिवाकर और उषा को विचलित करिछि निजरे लेखिकी पठेइछि उभय से समय विचलित किए दिवाकर और उषा तो ये समय पाई ए संवाद पाई दिवाकर फेरिचंती निज गाँ को एवं ये जिनिस आम आलोचना करबा लास्ट पार्ट रे आ 3-4 पेज रहिला पिला माने गोटे पार्ट रे हमर सरी जीवो तो आज वीडियो एतिकी वीडियो को शेष पर्यंत देखि दिबारु समस्त को हृदय धन्यवाद यदि कौन जिनिस डाउट थी यदि किसी बुझी हो नथिबो पिला माने ताहले मते निश्चित भाव ता माने कमेंट करिकी पचारिबो जय जगन्नाथ जय मां फैमिली पुणी देखा आगामी वीडियो रे।